ଦେବୀ ବିରଜାଇ ସ୍ଥାନ ଛାଡ଼ିବ, ଏକା ଡାକରେ ବ୍ରହ୍ମାଣ୍ଡ ପୁରିବ। ଆଉ ଦ୍ୱିତୀୟ ଡାକରେ ସ୍ଥାନ ଛାଡ଼ିବେ, ତୃତୀୟ ଉତ୍ତର ମୁଖ ହୋଇବେ। ତୃତୀୟ ଉତ୍ତର ମୁଖ ହୋଇବେ, ତୃତୀୟ ଉତ୍ତର ମୁଖ ହୋଇବେ। ଦ୍ୱିତୀୟ ଡାକରେ ସ୍ଥାନ ଛାଡ଼ିଦେବେ, ଆଉ ତୃତୀୟ ଡାକରେ ଉତ୍ତର ମୁଖ ଦେବୀ ବିରଜା ହେବେ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ। ବୁଝିଲେ? ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଜୟ। ଆଉ ସେ ଡାକ ଯଦି ବିକଟାଳ ଶବ୍ଦ ଆଗକୁ ଆହୁରି ଜୋର ହବ, ତାହେଲେ କ'ଣ ହବ ନା ସେ ଡାକ ଯାହାର କର୍ଣ୍ଣେ ଶୋଭିବ, ଅକାଳ ମୃତ୍ୟୁଟି ତାହାକୁ ହେବ। ଅକାଳ ମୃତ୍ୟୁଟି ତାହାକୁ ହେବ, ଅକାଳ ମୃତ୍ୟୁଟି ତାହାକୁ ହେବ। ସେ ଡାକ ଯାହାର କାନରେ ବାଜିବ ନା, ଅନେକ ଅକାଳ ମୃତ୍ୟୁ ବରଣ କରିବେ। ସମସ୍ତେ ନୁହଁ, ଅନେକ ଅକାଳ ମୃତ୍ୟୁ କରିବେ। ବୁଝିଲେ? ଏମାନେ ଶବ୍ଦ ପ୍ରଦୂଷଣ ହେବା ଯୋଗୁଁ ଦେଖିଥିବେ ଆପଣ, ଡିଜେ ଫିଜେ ଜୋରରେ ବାଜିଲେ ଲୋକ ଅନେକ ହାର୍ଟ ଆଟାକରେ ଚାଲିଯାଆନ୍ତି, ନାଇଁ? ହାର୍ଟ ଆଟାକ ହେଇଯାଏ। ତ ସେଇଭଳି ଏଭଳି ବିକଟାଳ ଶବ୍ଦ ହେବ ଯେ ଆଜି ଦେଖୁନାହାନ୍ତି ଘଡ଼ଘଡ଼ି ଶବ୍ଦ ଏତେ ଜୋରରେ ହେଉଛି। ତାକୁ ହାଡ଼ିଦାସ ମହାପୁରୁଷ ଲେଖିଥିଲେ ମାଳିକାରେ, ଆକାଶ ବଜ୍ର ପଢ଼ିବ ଲୋ ବଉଳ, ଜାଳି ଦେବ ଭୂମଣ୍ଡଳ ବଉଳ ଲୋ, ଜାଳି ଦେବ ଭୂମଣ୍ଡଳ। ଶ୍ରୀ ଜଗନ୍ନାଥଙ୍କ ରତ୍ନ ଚାନ୍ଦୁଆରେ ଲାଗିବ ସେ ଯେ ଅନଳ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କହିଲେ ବାବୁରେ ଆକାଶ ବଜ୍ର ପଡ଼ିବ ଲୋ ବଉଳ, ଜାଳିଦେବ ଭୂମଣ୍ଡଳ। ଆକାଶରୁ ବଜ୍ର ପଡ଼ିବ ବୋଲି ହାଡ଼ିଦାସ ମହାପୁରୁଷ ଲେଖିଥିଲେ ଅନେକ ବର୍ଷ ତଳେ ମାଳିକାରେ। ଆଜି ଦେଖନ୍ତୁ ବଜ୍ର କହିଲେ ଘଡ଼ଘଡ଼ି ପଡ଼ୁନି, ବଜ୍ରପାତ ଯୋଗୁଁ ଅନେକ ଲୋକ ମରୁଛନ୍ତି, ପୋକ ମାଛି ବଢ଼ିଆ। ଆଗରୁ ଘଡ଼ଘଡ଼ି ବର୍ଷା ହେଉଥିଲା, ବିଜୁଳି ମାରୁଥିଲା, ଚାଷୀଟି ମୁଣ୍ଡରେ ପକ୍ଷିଆ ଦେଇକି ଯାଇକି କ୍ଷେତରେ ହଳ ବୁଲଉଥିଲା, ନହେଲେ କ'ଣ ଚାରା ରହୁଥିଲା। ଆଗରୁ ଘଡ଼ଘଡ଼ି ବଜ୍ରପାତ ଦ୍ୱାରା ଏତେ ମୃତ୍ୟୁ ହେଉନଥିଲା, ବର୍ତ୍ତମାନ ବଜ୍ରପାତ ଘଡ଼ଘଡ଼ି ଦ୍ୱାରା ଯେତିକି ମୃତ୍ୟୁ ହେଉଛି। ତେଣୁ ମହାପୁରୁଷ କହିଲେ ଆକାଶ ବଜ୍ର ପଡ଼ିବ। ବଜ୍ରପାତ କରନ୍ତିନି, ଇନ୍ଦ୍ର ଯେତେବେଳେ ବଜ୍ରପାତ କରିବେ, ଯାହା ରାଗ ଥିବ, ଇନ୍ଦ୍ରଙ୍କର ଆୟୁଧ ହେଉଛି ବଜ୍ର, ତେଣୁ ବଜ୍ର ପ୍ରହାର କରି ତାକୁ ବିନାଶ କରନ୍ତି। ସେଇଭଳି ବଜ୍ର ପ୍ରହାର ଆକାଶରୁ ହେବ, ପାପି ବିନାଶ ହେବେ। ତେଣୁ ମହାପୁରୁଷ କହିଲେ ତୃତୀୟ ଉତ୍ତର ମୁଖ ହୋଇବେ, ସେଥିରୁ ଯାହାକୁ ରଖିବି ମୋହି, କଳକି ରୂପ ଦେଖିବେ ସେହି, କଳକି ରୂପ ଦେଖିବେ ସେହି, କଳକି ରୂପ ଦେଖିବେ ସେହି। ସେଥିରୁ ଯାହାକୁ ରଖିବି ମୁହିଁ, କଳକି ରୂପ ମୁଁ ଦେଖିବି ସେହି। ସେଥିରୁ ଯେଉଁମାନଙ୍କୁ ରଖିବି ସେଟାକ ଯାହାର କର୍ଣ୍ଣେ ଶୋଭିବ, ଅକାଳ ମୃତ୍ୟୁଟି ତାହାକୁ ହେବ, ଅକାଳ ମୃତ୍ୟୁବରଣ କରିବେ। କିନ୍ତୁ ତାହା ସେଥିରୁ ଯାହାକୁ ମୁଁ ରଖିବି, ମୋ କଳିକି ରୂପ ସେମାନେ ଦର୍ଶନ କରିବେ। ବୁଝିଲେ? ହେ ଜ୍ଞାନୀଗୁଣୀ ମଣ୍ଡଳୀ, ମହାପୁରୁଷ 24 ଅଙ୍କ ଭିତରେ ହୋ ପୁଣ ଭୈରବୀ ଡାକିବ ନିଶାର୍ଦ୍ଦନ। 24 ଅଙ୍କ ଭିତରେ ପୁଣି ମହାପୁରୁଷ ଆହୁରି ସମୟକୁ ଲକ୍ଷ୍ୟ କରି କ'ଣ କହିଲେ? ତହିଁ ତିନି ରଡ଼ି ନିଠାଇ ମାରିବେ, ସାରଳା ଛାଡ଼ିବେ ଗାଦି, ସିଂହଦର ବାରେ ଅର୍ଣ୍ଣ ଲୁଟ ପାଟ ଲାଗିଥିବ ଭଗତ ଆଦି, ଲାଗିଥିବ ଭଗତ ଆଦି, ହେ ସୁଜନେ ଲାଗିଥିବ ଭକ୍ତ ଆଦି, ଲାଗିଥିବ ଭକ୍ତ ଆଦି, ହେ ସୁଜନେ ଲାଗିଥିବ ଭକ୍ତ ଆଦି। ତାପରେ କିଏ ରଡ଼ି ଦେବେ ନା, ତହିଁ ତିନି ରଡ଼ି ନିଠାଇ ମାରିବେ, ସାରଳା ଛାଡ଼ିବେ ଗାଦି। ମାଳିକାରେ ଲେଖିଛନ୍ତି, ଆମେ କହୁନୁ। ମହାପୁରୁଷ ହାଡ଼ିଦାସ ଲେଖିଲେ, ଅଚ୍ୟୁତାନନ୍ଦ ମଧ୍ୟ ଲେଖିଲେ, ତହିଁ ତିନି ରଡ଼ି ନିଠାଇ ମାରିବେ, ସାରଳା ଛାଡ଼ିବେ ଗାଦି। ସାରଳା ଗାଦି ଛାଡ଼ିବେ ତିନି ରଡ଼ି ମାରିକିରି। ଆଉ ସିଂହ ଦରବାରେ ଅନ୍ନ ଲୁଟପାଟ ଲାଗିଥିବ ଭକ୍ତ ଆଦି। ସିଂହ ଦରବାରରେ ଅନ୍ନ ଲୁଟପାଟ ସେତେବେଳେ ହେବ। ପୁଣି ମହାପୁରୁଷ କହିଲେ, 142 ସହସ୍ର ପାଟୁଆ ପଟୁଆରି ପଡ଼ି ଯିବେ, ବିରଜା ଖପର ନିମିଷେ ଫେରିବ, ଜୋରନ୍ଦା ଗାଦି ଖୋଜିବେ, ଜୋରନ୍ଦା ଗାଦିକୁ ଯିବେ, ହେ ସୁଜନେ ଜୋରନ୍ଦା ଗାଦିକୁ ଯିବେ, ଜୋରନ୍ଦା ଗାଦିକୁ ଯିବେ।
ଯିବେ ହେ ସୁଜନେ ଜୋରନ୍ଦା ଗାଦିକୁ ଯିବେ। 142,000 ପାଟୁଆ ପଟୁଆରି ପଡ଼ିଯିବେ। ଏ କଥା ମହାପୁରୁଷ ଲେଖିଛନ୍ତି। ଇମେ ଏଇଭଳି ଭାବରେ ଏତେ ବିନାଶ ହେବେ ସେତେବେଳେ। ଆଉ ବିରଜା ଖପର ନିମିଷେ ଫେରିବ ଜୋରନ୍ଦା ଗାଦିକୁ ଯିବେ। ବିରଜାର ଖପର କହନ୍ତିନି, ଖପର ପାତିଛି ଯେ ଖପର ପାତିଛି। ଆମର ମୁଣ୍ଡର ଉପରିକି କ'ଣ କହନ୍ତି, ଏଇଟାକୁ କ'ଣ କହନ୍ତି, ଖପୁରୀ ମାନେ। ତେଣୁ ଦେବୀମାନେ ଚଣ୍ଡୀମାନେ କ'ଣ ଧାରଣ କରିଥାନ୍ତି, ଖପର ଧାରିଣୀ, ଖପର ଧାରିଥିବେ। ତେଣୁ ସେଇ ବିରଜା ଖପର କ'ଣ ହେବ ନା ନିମିଷେ ଫେରିବ ଜୋରନ୍ଦା ଗାଦିକୁ ଯିବେ। ସେଠାରେ ମଧ୍ୟ ଏହି ହଣାକଟା ହେବ। 600 ବର୍ଷ ତଳେ କାଗଜ କଲମ ନଥିଲା, ତାଳପତ୍ର ଲେଖନୀ ସାହାଯ୍ୟରେ ଅଚ୍ୟୁତାନନ୍ଦ ଲେଖିଦେଇଥିଲେ। ଆଜି ଦେଖନ୍ତୁ ହେଉଛି ସେଠି ଗଣ୍ଡଗୋଳ। ଆଉ କହିଲେ କେତେବେଳେ, ନାଦ ଓଲଟାଇ ବିନ୍ଦୁ ସାରେ ଦେଇ ବାମ ଦକ୍ଷିଣରୁ ଘେରା ମିନସନି ଯୋଗେ ରବି ଚନ୍ଦ୍ର ଭାଗେ ଖେଳିବ ମେଦିନୀ ସାରା। ଖେଳିବ ମେଦିନୀ ସାରା ହେ ସୁଜନେ ଖେଳିବ ମେଦିନୀ ସାରା। ଖେଳିବ ମେଦିନୀ ସାରା ହେ ସୁଜନେ ଖେଳିବ ମେଦିନୀ ସାରା। କେତେବେଳେ ଘଟଣାଟି ଘଟିବ ମହାପୁରୁଷ କହିଲେ ସେତେବେଳେ ମିନ ଶନି ଯୋଗ। ନାଦ ଓଲଟାଇ ବିନ୍ଦୁ ସାରେ ଦେଇ ବାମ ଦକ୍ଷିଣରୁ ଫେରା ମିନ ଶନି ଯୋଗେ ରବିଚନ୍ଦ୍ର ଭାଗେ ଖେଳିବ ମେଦିନୀ ସାରା। ସାରା ମେଦିନୀ ପରିବ୍ୟାପ୍ତ ହେବ ଏ ଶବ୍ଦ। ଆଉ ଯାଜପୁର ଠାରେ ବିରଜା ଡାକିବେ ଚୈତ୍ର ମଙ୍ଗଳ ବାର। ଜୋବରା ଘାଟରେ ପରୀକ୍ଷା ହୋଇବ ମନ ମଧ୍ୟରେ ବିଚାର। ମନ ମଧ୍ୟରେ ବିଚାର ହେ ସୁଜନେ ମନ ମଧ୍ୟରେ ବିଚାର। ମନ ମଧ୍ୟରେ ବିଚାର ହେ ସୁଜନେ ମନ ମଧ୍ୟରେ ବିଚାର। କହିଲେ ବାବୁରେ ଏଇ କଥା ଯାଜପୁର ଠାରେ ମହାପୁରୁଷ ମାଳିକା ଲେଖିଛନ୍ତି। ଏଇଭଳି ଘଟଣା ଘଟିବ। ଆଉ ସେତେବେଳେ ଏହି ଡାକ ବୀର 7 ଦିନ ଯାଏ ହୋଇବ ଅନ୍ଧାର ଜାଣ। ଚଉଦିଗ ଚମକାଇ ଭୈରବୀ ରଡ଼ିବ ସକଳ ସ୍ଥାନ। ଭୁବନେଶ୍ୱରରେ ଡାକର ବୀର ନିଶାର୍ଦ୍ଧ ରାତିରେ ହେବ ବାସୁଆ ବଳଦ ବିରଜା ସୁମରି ଆଗି ଉଭା ହୋଇଥିବ। ଏ କଥା ମହାପୁରୁଷ ମାଳିକା ଲେଖିଛନ୍ତି। ତେଣୁ ଉଦ୍ଧାର ପାଇବାର ବାଟ, ରକ୍ଷା ପାଇବାର ବାଟ ମହାପୁରୁଷ କହୁଛନ୍ତି ଧର୍ମୋ ରକ୍ଷତି ରକ୍ଷିତ। ସବୁବେଳେ 100 କାମକୁ ପଛରେ ପକାଇ ଆଗେ ଧର୍ମ କାର୍ଯ୍ୟ ଯେଉଁଠି ହେଉଥିବ ସାହାଯ୍ୟ ସହଯୋଗ ତନ ମନ ଧନ ଦେଇକି ତୁମେ କର ଧର୍ମ ରକ୍ଷତି ରକ୍ଷିତ। ଧର୍ମ ବଳ ରକ୍ଷା କରିବ।